ଗୋଟିଏ ଗାଁରେ ଦୁଇ ଭାଇ ଜାଆଁଳା ଥିଲେ। ଦୁଇ ଜଣ ଏକା ପରିବେଶରେ ଏକା ପ୍ରକାର ସୁବିଧା ସୁଯୋଗ ପାଇ ବଢ଼ିଲେ। ସେମାନେ ବଡ଼ ହେଲା ପରେ ବିବାହ ମଧ୍ୟ କଲେ। ସେମାନଙ୍କର ପୁଅ ଝିଅ ମଧ୍ୟ ଜନ୍ମ ହେଲା। କିନ୍ତୁ ଦୁଇ ଭାଇଙ୍କର ଗୁଣ ଓ ଚରିତ୍ର ପରସ୍ପରଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲା। ବଡ଼ ଭାଇ ଖୁବ୍ ଦୁଷ୍ଟ ପ୍ରକୃତିର ଥିଲେ। ସବୁ ପ୍ରକାର ନିଶାଦ୍ରବ୍ୟ ସେବନ କରୁଥିଲେ। ମଦ ପିଇ ଘରେ ସମସ୍ତଙ୍କ ସହିତ ଝଗଡ଼ା କରୁଥିଲେ। ଏପରିକି ନିଜ ସ୍ତ୍ରୀକୁ ମାରପିଟ୍ ମଧ୍ୟ କରୁଥିଲେ। ସାନ ଭାଇ ସମ୍ପୂର୍ଣ୍ଣ ବିପରୀତ ଥିଲା। ଅତି ଶାନ୍ତ ସ୍ୱଭାବର, କୌଣସି ମନ୍ଦ ଅଭ୍ୟାସ ତାଙ୍କର ନଥିଲା। ସମସ୍ତଙ୍କ ସହ ଶାନ୍ତିରେ ରହୁଥିଲେ। ଏହି ଦୁଇ ଜାଆଁଳା ଭାଇଙ୍କୁ ଦେଖି ଗାଁର ଲୋକେ ଆଶ୍ଚର୍ଯ୍ୟ ହେଉଥିଲେ। ସେମାନେ ମନରେ ସ୍ଥିର କଲେ ଯେ ସେମାନଙ୍କ ପାଖକୁ ଯାଇ ପଚାରିବେ, କିପରି ଜଣେ ଏପରି ଦୁଷ୍ଟ ପ୍ରକୃତିର ଓ ଅନ୍ୟ ଜଣେ ଭଲ ଭଦ୍ର ବ୍ୟକ୍ତି ହେଲେ। ସମସ୍ତେ ମଦୁଆ ଭାଇ ପାଖରେ ପହଞ୍ଚି ପଚାରିଲେ, ତୁମ ଭାଇ ତ ଏତେ ଭଦ୍ର ଓ ଭଲ, କିନ୍ତୁ ତୁମେ କିପରି ଏପରି ହେଲ? ମଦୁଆ ଭାଇ କହିଲା, ମୋ ବାପାଙ୍କ ଯୋଗୁଁ ମୁଁ ଏପରି ହୋଇଗଲି। ଯେପରି ସେ କରୁଥିଲେ ସେପରି ମୁଁ କଲି। ମୋ ବାପାଙ୍କ ଠାରୁ ପିଲାଟି ବେଳୁ ଏହା ତ ଶିଖିଛି। ଯେପରି ସେ କଲେ ତାହା ହିଁ ମୁଁ କଲି। ସମସ୍ତେ ସାନ ଭାଇ ପାଖକୁ ଗଲେ। ସେମାନେ ପଚାରିଲେ, ତୁମ ବଡ଼ ଭାଇ ଓ ତୁମ ବାପା ତ ମଦୁଆ ହେଲେ, ତୁମେ କିପରି ଏତେ ଭଲ ହେଲ? ସେ ଉତ୍ତର ଦେଇ କହିଲା, ଏସବୁ ତ ମୋ ବାପାଙ୍କ ଠାରୁ ଶିଖିଛି। ମୁଁ ଆଜି ଯାହା ଅଟେ ସେଥିର କାରଣ ମୋ ବାପା ଅଟନ୍ତି। ମୋ ବାପା ମଦ ପିଇ ଆସି ମାଆକୁ ମାରପିଟ୍ କରିବା ସାନବେଳୁ ହିଁ ଦେଖିଛି। ସାନବେଳୁ ହିଁ ମନରେ ସ୍ଥିର କରିଥିଲି, ମୁଁ ବଡ଼ ହେଲେ ବାପାଙ୍କ ପରି ହେବି ନାହିଁ। ହଁ ପ୍ରିୟ ବନ୍ଧୁ, ଏହା କେତେ ଆଶ୍ଚର୍ଯ୍ୟ ବିଷୟ ନୁହେଁ କି? ଜଣେ ବାପାଙ୍କ ଠାରୁ ଦୁଇ ଜଣ କିପରି ଭିନ୍ନ ଭିନ୍ନ ଶିକ୍ଷା ପାଇଲେ। ଆମେ ଯେଉଁ ପରିସ୍ଥିତିରେ ରହୁନା କାହିଁକି, ଯଦି ଆମେ ଈଶ୍ୱରଙ୍କ ଉପରେ ନିର୍ଭର ରଖି ଉତ୍ତମ ବିଷୟରେ ମନୋନୟନ କରିବା ଓ ତାଙ୍କଠାରୁ ଜ୍ଞାନ ଲୋଡ଼ିବା, ତେବେ ଉଚ୍ଚ ସୋପାନରେ ପହଞ୍ଚି ପାରିବା। ଈଶ୍ୱରଙ୍କ ବାକ୍ୟ ବାଇବଲ ଏ କଥା କହେ, ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମେମାନେ ଈଶ୍ୱରଙ୍କର ଇଚ୍ଛା କ'ଣ, ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କ'ଣ, ଏହା ପରୀକ୍ଷା କରି ଜାଣିପାର। ଏଥିନିମନ୍ତେ ଆପଣ ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ।